ସମସ୍ତେ ନିଜ ଚେହେରାକୁ ଚମକଦାର ଏବଂ ଗ୍ଲୋଇଂ କରିବାକୁ ଚାହାନ୍ତି। କିଛି ଲୋକ ଘରୋଇ ଉପଚାର ମଧ୍ୟ କରନ୍ତି, ଯେପରି ଚେହେରାରେ ଆଲୋଭେରା ଜେଲ୍ ଲଗାଇବା, କଦଳୀ ପେଷ୍ଟ ଲଗାଇବା, ଫେସ୍ ପ୍ୟାକ୍ ବ୍ୟବହାର କରିବା ଏବଂ ପ୍ରତିଦିନ ବେସନ ଲଗାଇବା ଇତ୍ୟାଦି। କିନ୍ତୁ ଆପଣ ଜାଣିଛନ୍ତି କି ପ୍ରତିଦିନ ବେସନ ଲଗାଇବା ଚେହେରା ପାଇଁ କେତେ ଭଲ? ଯଦି ଆପଣ ଜାଣିନାହାନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ। ଆଜି ଆମେ ଆପଣଙ୍କୁ କହିବୁ ପ୍ରତିଦିନ ବେସନ ଲଗାଇବା ଚେହେରା ପାଇଁ କେତେ ଭଲ। ମୁହଁରେ ବେସନ ଲଗାଇବାର ଅନେକ ଲାଭ ଅଛି। ଏହା ଆମ ମୁହଁରୁ ଟ୍ୟାନିଂକୁ ବାହାର କରିଥାଏ ଏବଂ ଧୂଳି ମଧ୍ୟ ବାହାର କରିଥାଏ ଆଉ ଚେହେରାକୁ ଚମକାଇଥାଏ। କିନ୍ତୁ ପ୍ରତିଦିନ ମୁହଁରେ ବେସନ ଲଗାଇବା ଠିକ୍ ନୁହେଁ। ସୂଚନା ଅନୁଯାୟୀ ଯଦି ଆପଣ ପ୍ରତିଦିନ ମୁହଁରେ ବେସନ ଲଗାନ୍ତି ତେବେ ଏହା ଆପଣଙ୍କ ତ୍ୱଚାକୁ ଶୁଷ୍କ କରିଦେବ। ତେବେ ଯେଉଁମାନଙ୍କର ପୂର୍ବରୁ ଡ୍ରାଏ ସ୍କିନ୍ ସେମାନେ ସପ୍ତାହରେ ମାତ୍ର 2 ଥର ବେସନ ବ୍ୟବହାର କରିବା ଉଚିତ। ପ୍ରତିଦିନ ମୁହଁରେ ବେସନ ଲଗାଇବା ଦ୍ୱାରା ସ୍କିନ୍ ଡ୍ରାଏ ହୋଇଯାଏ ଏବଂ ଆଲର୍ଜି ହେବାର ସମ୍ଭାବନା ମଧ୍ୟ ରହିଥାଏ। ଯଦି ଆପଣ ନିଜ ଚେହେରାକୁ ଚମକଦାର ଏବଂ ଗ୍ଲୋଇଂ କରିବାକୁ ଚାହୁଁଛନ୍ତି ତେବେ ସପ୍ତାହରେ ମାତ୍ର 2 ରୁ 3 ଥର ବେସନ ବ୍ୟବହାର କରନ୍ତୁ। ଯଦି ଆପଣ ଏହାଠାରୁ ଅଧିକ କରନ୍ତି ତେବେ ଆପଣଙ୍କର ଚର୍ମ ସମ୍ବନ୍ଧୀୟ ସମସ୍ୟା ହୋଇପାରେ। ଏହାର ଦୈନନ୍ଦିନ ବ୍ୟବହାର ହେତୁ ଅନେକ ଲୋକଙ୍କ ମୁହଁରେ ନାଲି ରଙ୍ଗର ଦାଗ ଏବଂ ଜଳନ ଭଳି ସମସ୍ୟା ଦେଖିବାକୁ ମିଳିଥାଏ। ବେସନ ଆମ ଚେହେରା ପାଇଁ ଅତ୍ୟନ୍ତ ଲାଭଦାୟକ, କିନ୍ତୁ ଏହାର ବ୍ୟବହାର ସୀମିତ ହେଲେ ଭଲ ମିଳିଥାଏ। କିଛି ଲୋକ ବେସନ ପାଇଁ ଆଲର୍ଜି ମଧ୍ୟ ହୋଇପାରେ, ତେଣୁ ଏହାକୁ ବ୍ୟବହାର କରିବା ପୂର୍ବରୁ ଦୟାକରି ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ, ପରେ ବ୍ୟବହାର କରନ୍ତୁ। ରିପୋର୍ଟ SGTV ଓଡ଼ିଆ।